ବାରିପଦା ସହର 6 ନମ୍ବର ୱାର୍ଡର ନିବାସୀ ରଜତକାନ୍ତି ସାହୁଙ୍କୁ ଦୀର୍ଘ 7 ଦିନ ଧରି ଜ୍ୱର ହେବା ସହିତ ଅଣ୍ଟାରେ ଭୀଷଣ କଷ୍ଟ ହେଉଥିଲା, ଯାହାଫଳରେ ସେ ଏକ ଘରୋଇ ପାଥୋଲୋଜିରେ ତାଙ୍କର ରକ୍ତ ନମୁନା ପରୀକ୍ଷଣ କରାଯିବାରେ ସ୍କ୍ରବ୍ ଟାଇଫସ୍ ରୋଗ ହୋଇଥିବାର ଚିହ୍ନଟ ହୋଇଥିଲା। ଏହି ରୋଗ ଚିହ୍ନଟ ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ନେଇ 15 ଦିନ ଧରି ଚିକିତ୍ସିତ ହେବା ସହ କ୍ରମଶଃ ସୁସ୍ଥ ହୋଇଥିଲେ। କିନ୍ତୁ ହଠାତ୍ ଗତ 2 ତାରିଖ ଦିନ ତାଙ୍କର ସେଠାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ରତିକାନ୍ତଙ୍କୁ ବାରିପଦା ଅଣାଯାଇ ତାଙ୍କର ଶେଷକୃତ୍ୟ ସ୍ଥାନୀୟ ବାରିପଦା ଶ୍ମଶାନ ଘାଟଠାରେ ସମ୍ପନ୍ନ କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିବାର ଲୋକ କହିଛନ୍ତି ଯେ ସେ ରାକ୍ଷୀ ପୂର୍ଣ୍ଣିମାର 2 ଦିନ ପୂର୍ବରୁ ଅର୍ଥାତ୍ ଗତ ମାସ 17 ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର କୌଣସି ଅଞ୍ଚଳକୁ ଗଣେଶ ପୂଜା ସକାଶେ ନିମନ୍ତ୍ରଣ କରିବା ପାଇଁ ଯାଇଥିଲା ବେଳେ ସେଠାରେ ସ୍କ୍ରବ୍ ଟାଇଫସ୍ ପୋକ କାମୁଡ଼ିବା ଯୋଗୁଁ ଏହି ରୋଗ ହୋଇଥିବାର ସମ୍ପୃକ୍ତ ଚିକିତ୍ସକଙ୍କ ପକ୍ଷରୁ କୁହାଯାଇଛି। ତେବେ ବାରିପଦାରେ ପୁଣି ସେହି ଘରୋଇ ପାଥୋଲୋଜିରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଜନୈକ ରୋଗୀଙ୍କ ରକ୍ତ ପରୀକ୍ଷଣରେ ସ୍କ୍ରବ୍ ଟାଇଫସ୍ ରୋଗ ହୋଇଥିବାର ଜଣାପଡ଼ିବା ସହିତ ଗତ 15 ତାରିଖ ଦିନ ମଧ୍ୟରେ 3 ଜଣ ରୋଗୀଙ୍କର ରକ୍ତ ପରୀକ୍ଷାରେ ସ୍କ୍ରବ୍ ଟାଇଫସ୍ ରୋଗ ଚିହ୍ନଟ ଘଟଣା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି।